हेलो कौन हेली फेमस ହେଇଗଲାଣି କଣ ଏବେ ଟିକେ ମାଲି ବୁଝେଇ ପାରିବିନି ଯେ ମାନେ ଫିଲିଂସଟା ମୋର ଏବେ କଣ। ଜୟ ଜଗନ୍ନାଥ। ଏବେ କିଛି ଟାଇମ୍ ପୂର୍ବରୁ ଘଣ୍ଟେ 2 ଘଣ୍ଟା ପୂର୍ବରୁ ଗେଲି ସବୁ ବହୁତ ବଡ଼ ଗୋଟେ ଦୁର୍ଘଟଣା ଘଟିଲା। ଗେଲି ଆଜି ବେହୋସ ହେଇଗଲା ଫିଜିଓଥେରାପି କରୁ କରୁ ଠିଆ ହେବାକୁ ପ୍ରାକ୍ଟିସ୍ କରୁ କରୁ। ମୁଁ ବୁଝିପାରୁନି ଆପଣମାନଙ୍କୁ କେମିତି କ'ଣ ସେୟାର କରିବି, କାହିଁକିନା ମୁଁ ନିଜେ ହିଁ ଜାଣିନି ଯେ କ'ଣ ହେଲା, ସଡନ୍ ଏମିତି ବେହୋସ ହେଇଗଲା। ଡକ୍ଟରଙ୍କୁ ଏବେ କଲ୍ କରିବା ପାଇଁ ବାହାରକୁ ଆସିଥିଲି। ଗେଲିକୁ ଟିକେ ଶୁଏ ଦେଇକି ଆସିଛି। ଗେଲିକୁ ଟିକେ ଗରମ ଗରମ ଟିକେ କ୍ଷୀର ପିଇବାକୁ ଦେଲି, କ୍ଷୀର ପିଇକି ଶୋଇଛି ଏବେ ଟିକେ ଗେଲି, ତାକୁ ଶୁଏ ଦେଇକି ଆସିଲି ବାହାରକୁ। ଆସିକି ଡକ୍ଟରଙ୍କୁ କଲ୍ କରିଥିଲି କ'ଣ ହେଲା କ'ଣ ନାହିଁ, କିନ୍ତୁ ଡକ୍ଟର କାହିଁ କେଜାଣି ଫୋନ୍ ଉଠେଇଲେନି ଏବେ। କେତେବେଳେ କ'ଣ ଫୋନ୍ କରିବେ କି କ'ଣ ବୁଝିପାରୁନି, କ'ଣ କରିବା ଦରକାର। ବହୁତ ଡରି ଯାଇଥିଲି ମୁଁ ସେତେବେଳେ। ଆପଣମାନେ ଦେଖିବେ ଭିଡ଼ିଓଟାକୁ ବି ଦେଖିବେ, ଭଲ ଲାଗୁନି ବି ବିଲକୁଲ ବି। କ'ଣ କରିବି କେଜାଣି। ପୁଣି ଏତେ ମନରେ ଏତେ ଖୁସିରେ ସେ ଧୈର୍ଯ୍ୟ ରଖିକି ଯେତେ କଷ୍ଟ ଯନ୍ତ୍ରଣା ହେଉ ସବୁକିଛିକୁ ଜଗନ୍ନାଥଙ୍କ ଉପରେ ଛାଡ଼ିକି ସେ ଆରମ୍ଭ କରିଥିଲା ସେ ଭଲ ହେବା ପାଇଁ ଜର୍ଣ୍ଣି। ପୁଣି ଡର ଲାଗୁଛି କି ମାନେ କାଳେ ବନ୍ଦ ହେଇଯିବ କି କ'ଣ ହେବ। ଯାହା ତ ଆଜି ହେଲା ହେଲା, ହବ ଧୀରେ ଧୀରେ ଆମେ ସବୁ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ ଟିକେ ଅଧିକା ଟ୍ରାଏ କରୁଛି। ଆପଣମାନେ କମେଣ୍ଟରେ କୁହନ୍ତୁ ଗେଲି ଏମିତି ଛିଡ଼ା ହେଲା ବେଳକୁ ଆପଣମାନଙ୍କୁ କେମିତି ଲାଗୁଛି। ଆପଣମାନେ ତ କେବେ ବି ଦେଖିନଥିଲେ ଆଗରୁ ଯେ ଗେଲି ଛିଡ଼ା ହେବାର, କେବେ ବି ଦେଖିପାରୁନଥିଲେ। ଏବେଣିକି ଡେଲି ଛିଡ଼ା ହେଉଛି 3-4 ଦିନ ହେଲାଣି, 4 ଦିନ ହେଇଗଲାଣି। ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟରେ ଡେଫିନେଟଲି ଜଣାନ୍ତୁ। ଆଜି ଥାଉ हेलो भाई गूगल, हेलो भाई बोलो बोलो हेलो भाई बोलो बोलो बोलो। भगवान हेली फेमस ହେଇଗଲାଣି, କ'ଣ କରିବି ମୁଁ ଏଇକ୍ଷଣା କିଛି ବୁଝିପାରୁନି। ଡକ୍ଟର ଏବେ ଜଷ୍ଟ କଲ୍ ବ୍ୟାକ୍ କରିଥିଲେ। ଡକ୍ଟରଙ୍କ ସହ କଥା ହେଲା ପରେ ମୋତେ ଟିକେ ଏବେ ଜଷ୍ଟ ଟିକେ ଭଲ ଲାଗିଲା, ଟିକେ ସାନ୍ତ୍ୱନା ଆସିଲା। ଆକ୍ଚୁଆଲି ଡକ୍ଟର କହିଲେ କି ଏଇ ଯେଉଁ ରୋଗରେ ଏମିତି ଯେଉଁ ଠିଆ ହେବାକୁ ଚେଷ୍ଟା କରୁଛି ଏବେ ସଡନ୍ ତା'ର ସ୍ନାୟୁ ଗୁଡ଼ିକ ଆକ୍ଟିଭ୍ ହେବାକୁ ଚେଷ୍ଟା କରୁଛନ୍ତି, ଯେଉଁଥିପାଇଁ କି ମାନେ ଯେଉଁଟା ବଡି ଭିତରେ ବହୁତ ଚେଞ୍ଜେସ୍ ଆସୁଛି, ସେଥିପାଇଁ ସଡନ୍ ମୁଣ୍ଡ ବୁଲେଇ ଦେଉଛି ବା ବାନ୍ତି ଉଠେଇବ କିମ୍ବା ସେନ୍ସଲେସ୍ ହେଇଯିବା, ଏସବୁ ଜିନିଷ କମନ୍ ଜିନିଷ, କିଛି ସେଥିରେ ଡରିବାର ନାହିଁ। କେବଳ ଟିକେ କେୟାରଫୁଲ୍ ରହିବାର ଅଛି। ଯେମାନେ ଫିଜିଓଥେରାପି କରିବା ଟାଇମ୍ରେ, ଠିଆ ହେବା ଟାଇମ୍ରେ, ସବୁ ଟାଇମ୍ରେ ବହୁତ କେୟାରଫୁଲ୍ ଏସବୁ ଜିନିଷକୁ ରହିବାର ଅଛି। ତ ଥ୍ୟାଙ୍କ ଗଡ଼୍ ତା ପାଖାପାଖି ତ ମୁଁ ପୁରାପୁରି ଥିଲି ସେ ସିଚୁଏସନ୍ରେ। ସଡନ୍ ମାନେ ଯେମିତି ସବୁଦିନ ଭଳି ସେ ଆକ୍ଚୁଆଲି ସେ ଟାଇମ୍ର ଏମିତି ଟାଇପ୍ର ଜିନିଷ ହେଲା କି ସବୁଦିନ ଯେମିତି ସେ ଠିଆ ହୁଏ, ଠିଆ ହେଲା ବେଳେ ମୁଁ ଦେଖିକି ତାପରେ ଯେତେବେଳେ ବସି ପଡ଼େ ସେତେବେଳେ ତାକୁ ଏତେ ଥକା ଲାଗେ, ଏତେ ଇଏ ଲାଗେ ଯେ ସେ ମାନେ ମୁଣ୍ଡଟା ସବୁବେଳେ ମୋ ଉପରେ ମାନେ ଆଉଜି ପକାଏ। ମୁଁ ତାକୁ ହାତ ଦେଇଦିଏ, ଏମିତି ହାତ ଦେଇଦିଏ। ତ ଆଜି ବି ସେମ୍ ଜିନିଷ କରିଲି। ତ ମୋତେ ଲାଗିଲା କି ମୋତେ ଆପଣମାନେ ଦେଖିବେ ମୋତେ କିଛି ଟାଇମ୍ ଯାଏ ମୁଁ ମାନେ ବହୁତ ପ୍ୟାର ସେ ଡାକୁଛି ତାକୁ, ମାନେ କେୟାର କରିକି ବହୁତ ପ୍ୟାର ସେ ତାକୁ କହୁଛି କି ଗେଲୁ ଉଠି ପଡ଼, ଗେଲୁ ମାନେ ଏମିତି ତାକୁ ଡାକିବାକୁ ଚେଷ୍ଟା କରୁଛି। ମୁଁ ସେଥିପାଇଁ ରିଏଲାଇଜ୍ କରିପାରୁନି ଯେ ସେ ମାନେ ସେନ୍ସଲେସ୍ ହେଇଗଲାଣି ବୋଲି। ବାରମ୍ବାର ଏମିତି ଡାକିଲି। ସେଠୁ ସଡନ୍ ମୋତେ ଲାଗିଲା କି ସେନ୍ସଲେସ୍ ହେଇଗଲା ନା କ'ଣ। ସାଙ୍ଗେ ସାଙ୍ଗେ ଯାଇକି ଟିକେ ପାଣି ସେଠି ତଳେ ଥିଲା, ପାଣି ନେଇ ଆସିଲି। ନେଇ ଆସିକି ଟିକେ ଥାପି ଥୁପା ଦେଲା ପରେ ତାକୁ ତଳକୁ ସାଙ୍ଗେ ସାଙ୍ଗେ ଉଠେଇ ଆଣିଲି। ତାପରେ ସେତେବେଳେ ସିଚୁଏସନ୍ ଏମିତି କି ମାନେ ସେ ଚେୟାରଟା ଏମିତି କି ମାନେ ଏତେ ଉଷାରିଆ ହେଇଛି, ଆଉ ମାନେ ତା'ର ସେ ଟାଇମ୍ରେ ମାନେ ବଡି ହେଭି ହେଇଯାଇଥିଲା, ଯେଉଁଥିପାଇଁ ମୁଁ ତାକୁ ଉଠେଇବା ବି ପସିବୁଲ୍ ନଥିଲା, ଉଠେଇକି ଆଣିକି ତଳେ ବସିବା ବି ପସିବୁଲ୍ ନଥିଲା। ଯେତେ ଯାଏଁ ସେ ମୋ କାନ୍ଧରେ ଏଠି ହାତ ନ ରଖିଛି ମୁଁ ତାକୁ ଉଠେଇକି ଆଣି ବି ପାରିନଥାନ୍ତି ସେ ସିଚୁଏସନ୍ରେ କେୟାରଫୁଲି।
ତ ତାକୁ ମୁଁ ସେଠୁ ଉଠେଇ ବି ପାରୁନଥିଲି। ଥ୍ୟାଙ୍କ ଗଡ଼ ଟିକେ ଟାଇମ୍ ଡକାଡକି ଏସବୁ କରିବା ପରେ ଟିକେ ସେନ୍ସ ଫେରିଲା। ତାପରେ ସାଙ୍ଗେ ସାଙ୍ଗେ ପାଣି ଥାପିଦେଲି, ଥାପିକି ତାପରେ ଆଣିକି ତାକୁ ବସେଇଦେଲି, ତଳେ ବସେଇଦେଲି। ବସେଇବା ପରେ ବହୁତ ଟାଇମ୍ ପାଖାପାଖି ଅଧଘଣ୍ଟେ ପରେ ଯାଇକି ତାକୁ ଟିକେ ହାଲକା ଟିକେ ବେଟର୍ ଲାଗିଲା। ତାପରେ ମୁଣ୍ଡ ଫୁଣ୍ଡ ଆଉଁସି ଦେଲି, ଟିକେ ଦେହ ହାତ ଗୁଡ଼ା ଚିପିଦେଲି। ଏଇଗୁଡ଼ାକ ତାର ପ୍ରବଳ ବଥା ଅଛି, ଏଇ ହାତ ଫାତ ଗୁଡ଼ାକ ବହୁତ ବଥା ହେଇଯାଇଛି। ତ ତାପରେ ଟିକେ ଉଷୁମ ଉଷୁମ କ୍ଷୀର ପିଇକି ଟିକେ ଶୋଇ ପଡ଼ିଥିଲା। ଏବେ ବି ଶୋଇଛି ସିଏ। ମୁଁ ବାହାରେ ଆସିକି ଡକ୍ଟରଙ୍କ ସହ କଥା ହେଉଥିଲି। ଏବେ ସିଓର ଯେ ମାନେ ବଡ଼ି ରେସ୍ପଣ୍ଡ କରୁଛି ଏଥିରେ, ମାନେ ଏଇ 3-4 ଦିନରେ ବଡ଼ି ଏତେ ରେସ୍ପଣ୍ଡ କରୁଛି ଯେ ତ ସେଥିପାଇଁ ଟିକେ ଖୁସି ବି ଲାଗୁଛି। ବାକି ମୁଁ ଜାଣିନି ଏ ୱିକନେସ୍ଟା ଗେଲିର କେତେ ଦିନ ରହିବ, କାଲି ଫିଜିଓଥେରାପି କରିପାରିବ କି ନାହିଁ। ତ ସେଟା ଗେଲି ତାର ଉଠିଲେ ଜଣାପଡ଼ିବ କେମିତି କ'ଣ ତାକୁ ୱିକନେସ୍ କେତେ କ'ଣ ଲାଗୁଛି। ପ୍ଲିଜ୍ ଗେଲି ପାଇଁ ବି ପ୍ରେ କରନ୍ତୁ। ଗେଲି ବହୁତ ମନ କରିକି ବହୁତ ଖୁସିରେ, ମାନେ ଆପଣମାନେ ଦେଖିପାରୁଥିବେ କେତେ ଜିଦ୍ଦି, କେତେ ଖୁସିରେ, ମାନେ ପୁରା ଆଗେଇ ଚାଲିଛି ଭଲ ହେବ ବୋଲି। ଜଗନ୍ନାଥଙ୍କୁ ଡାକିକି ପ୍ରତି ସିଚୁଏସନ୍ରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହିକି ଉଠିକି ଛିଡ଼ା ହେବାକୁ ଚେଷ୍ଟା କରୁଛି। ବହୁତ ଖୁସି ଲାଗୁଛି ଦେଖିକି। କିନ୍ତୁ ଆପଣମାନଙ୍କୁ ବୁଝେଇ ପାରିବିନି ଯେ ମାନେ ଫିଲିଙ୍ଗସଟା ମୋର ଏବେ କ'ଣ। ସାଙ୍ଗେ ସାଙ୍ଗେ ମୁଁ ବହୁତ ଡରି ଯାଇଥିଲି କ'ଣ ହେବ କ'ଣ ନାହିଁ। କାହିଁକିନା ସମସ୍ତେ କୁହନ୍ତି ଯେ ଏମିତି ସିଚୁଏସନ୍ର, ମାନେ ଆକ୍ଚୁଆଲି ପାଟିରେ ଧରିବା କଥା ନୁହେଁ, କିନ୍ତୁ ଯେଉଁଟାକି ଡକ୍ଟର କହିଲେ ଏମିତି ସିଚୁଏସନ୍ର ପଡ଼ିଗଲେ ବହୁତ ଖରାପ ସିଚୁଏସନ୍ ହେଇଯିବ। ମାନେ ଶବ୍ଦରେ ତ ଧରିବା ଛାଡ଼, ଆମେ ଇମାଜିନ୍ ବି କରିବାକୁ ଚାହୁଁନୁ ଯେ ମାନେ ସେ ସିଚୁଏସନ୍କୁ ଯିବାକୁ କରିବାକୁ। ବହୁତ ଜୋରରେ ଡରି ଯାଇଥିଲି କ'ଣ ହେବ କ'ଣ ନାହିଁ। ତ ଏବେ ଟିକେ ବହୁତ ଖୁସି ଲାଗୁଛି ଯେ ଡକ୍ଟରଙ୍କ କଥା ଶୁଣିବା ପରେ ଯେ ବଡ଼ି ଭଲ ରେସ୍ପଣ୍ଡ କରୁଛି, କିଛି ଡରିବାର ନାହିଁ। ବାସ୍ କେୟାରଫୁଲି ରହିକି ଆଗେଇ ଚାଲିବାର ଅଛି। ଜଗନ୍ନାଥଙ୍କର ବହୁତ ଆଶୀର୍ବାଦ ଅଛି ଆମ ଉପରେ, ଗେଲି ଉପରେ। ଜଗନ୍ନାଥଙ୍କ କୃପାରୁ ବହୁତ କିଛି ଠିକ୍ ହେଇ ଯାଉଛି। ଜଗନ୍ନାଥଙ୍କ ଆଶୀର୍ବାଦ ଆଜି ଥିଲା ବୋଲି ଗେଲିର କିଛି ପ୍ରୋବ୍ଲେମ୍ ହେଲାନି। ଜୟ ଜଗନ୍ନାଥ। ରହିପାରିବେ। ଆପଣମାନେ ବି ବହୁତ ସପୋର୍ଟ କରୁଛନ୍ତି, କମେଣ୍ଟରେ ବହୁତ ଭଲ ଭଲ କମେଣ୍ଟସ୍ ଦେଉଛନ୍ତି, ବହୁତ ଆଶୀର୍ବାଦ ଦେଉଛନ୍ତି। ଜଗନ୍ନାଥଙ୍କ ପାଖରେ ବାସ୍ ପ୍ରାର୍ଥନା କରନ୍ତୁ ଗେଲିର କୌଣସି କେବେ ବି କିଛି ବି କ୍ଷତି ନ ହେଉ, ଆଉ ଶୀଘ୍ର ସେ ରିକଭରି କରିଯାଉ। ରହିଲି ଆଜି। ଗେଲିର ଦେହ ଏବେ ବହୁତ ଜୋରରେ ପୁରା ଥରୁଛି। ଏବେ ଟିକେ ମାଲିସ କରିଦେଇଥିଲି, ମାଲିସ କଲା ପରେ ଟିକେ ଶୋଇଥିଲା ଏବେ ଗେଲି, ପୁଣି ଏ ବଡ଼ ଜୋର କମ୍ପେଇଲା। ଦୁଇଟା ଘୋଡ଼ିଛି ପୁରା, ଗୋଟେ କମ୍ବଳ ଭିତରେ ବି ଆଉ ଗୋଟେ କମ୍ବଳ, ଦୁଇଟା କମ୍ବଳ ଘୋଡ଼ିଛି। ଫିର୍ ବି ବହୁତ ଜୋରରେ ପୁରା ଦେହ କମ୍ପଉଛି।